এইটা সত্য কথা না। ଆମ ଘରଣୀ ମାନଙ୍କର ଗୋଟିଏ ଟେନସନ, ଆଜି କଣଟା ରୋଷେଇ କରିବି। ଦେଖିଲ ଆଜି ବି ମୋର ବେଳାର ଖାଇବା ବଳି ଯାଇଛି। ଭାତ, ଆଳୁ ଝୋଳ ଆଉ ସଲାଟ, ଆଉ କିଛି ବନେଇବାକୁ ପଡିବନି। ସ୍ୱାମୀଙ୍କ ପାଇଁ ବନେଇଦେବି ଖାଲି ରୁଟି ଦି ପଟ। ସବୁ କାମ ସରିଲା ପରେ ଦେଖୁଛ ଗରମରେ କେମିତି ହାଲତ ଖରାପ ହେଇଗଲା ତମ ଦିଦିର। ଏମିତି ଟାଇମରେ ବି ଏତେ କଷ୍ଟ କରୁଛି, ସେଥିପାଇଁ ସବସ୍କ୍ରାଇବ ତ କର। ଆଉ କଣ ଦେଖୁଛ, ଜଲ୍ଦି ଜଲ୍ଦି ସବସ୍କ୍ରାଇବ କର। ତାପରେ ସ୍ୱାମୀ ଡ୍ୟୁଟିରୁ ଫେରିଲେ, ପ୍ରଥମେ ତାଙ୍କୁ ପାଣି ଦେଇ ଲାଗି ପଡିଲି ତାଙ୍କ ସେବାରେ। ମୋ ସେବା ଦେଖି ବାବୁ ଆମର ଖୁସିରେ କଏନ 20 ଟଙ୍କା ସହ 200 ଟଙ୍କା ଧରାଇ ଦେଇଥିଲେ ମୋ ହାତରେ। ଆରେ ଖାଉରି ତ ଆଜି ମାଲାମାଲ ଖାଉରି ଯୋଉ ରେଟ ରେ ଖାଉଛି, ସେକେଣ୍ଡରେ ଯୋଉ କାଙ୍ଗାଲକୁ ସେ କାଙ୍ଗାଲ। ଏଠି ମୁଁ ମୋର ନିଜର ବ୍ଲଗ ଦେଖି ହସୁଥିଲି, ମୁରୁକି ମୁରୁକି ହସ। ସତରେ ଭାଇ ଭଉଣୀ ମାନେ ନିଜ ଭିଡିଓ ଦେଖି ଲାଗୁଥିଲା ବହୁତ ଲାଜ। କି ଲାଜ ଲୋ ମା, ନୂଆ ବୋହୁ ଫିକା ପଡିଯିବ। ଏକ୍ଚୁଆଲି ରେ ନା ମୁଁ ସନ୍ଧ୍ୟାରେ ଖାଇଥିଲି ପକୁଡି ଆଉ ତା ସହ ତରକାରୀ। ଅଜାଣତରେ ତରକାରୀଟା ବେଡ୍ ଉପରେ ଯାଇଥିଲା ପଡି। ହେ ଭଗବାନ, ଏ କି ପ୍ରକାରର ସ୍ୱାମୀ ଲୋ ମୋର। କାଳେ ଖାଉରି ଖାଇ ଖାଇ ହଗି ପକେଇଛି ବୋଲି ଦେଖୁଛ ଖୋଜୁଛନ୍ତି ମତେ ଡାଉଟ କରି। ହାତ ଟାଣି ଜବରଦସ୍ତି ଆଣି ମତେ ଦେଖେଇଲେ। ତରକାରୀଟା ପଡିଛି କହିଲା ପରେ ବି ଜମା ମାନୁ ନଥିଲେ। ସତ କହିଲୁ ଖାଉରି, ସତରେ ଛେଳି ଦେଇଥିଲି କି? ତରକାରୀଟା ପୋଛିଦେଲି ଆଣି ଗୋଟେ ଅଦା କନା। ସ୍ୱାମୀ ତ ଖାଲି ଛୁଆଙ୍କ ପରି ଗେମ୍ ଖେଳୁଛନ୍ତି। ଫିଲ୍ମ ଟିକେ ଲଗାଅ କହିଲାରୁ ମତେ କରିଦେଲେ ମନା। ମୁଁ ବି କମ ନୁହଁ, ମୋ ନା ବା ତପସ୍ୱିନୀ। ତାଙ୍କ ଗୋଡରେ କୁତୁ କୁତୁ କରି ଜମା ଖେଳେଇ ଦେଲିନି। 300 ପଙ୍ଗା ପୁଣି। ତାପରେ ଆମେ ଡିନର କରିଦେଲୁ। ଖାଇବାଟା ଜଲ୍ଦି ଜିନ୍ନ କରିବା ପାଇଁ ବାହାରେ ଯାଇ ଟିକେ ଚଲାବୁଲା କଲୁ। ଦେଖ ତମ ଜିଜୁଙ୍କର କାରନାମା। କହୁଛନ୍ତି ଆରେ ଏ ଗଞ୍ଜିଟା ବା ଧୋତି ଭଳିଆ ପିନ୍ଧି ହେଉଛି, ୟାକୁ ଏମିତି ସବୁଦିନ ପିନ୍ଧିବି ବୋଲି ଭାବୁଛି। ଆରେ ଛି ଛି, ଏ କଣ କରୁଛ? ଏସବୁ ବନ୍ଦ କର, ପୁରା ବୁଢା ମାଙ୍କଡ ପରି ଦେଖାଯାଉଛି। ସବସ୍କ୍ରାଇବ କରିବ ବୋଲି ଛୋଟ ଆଶାଟିଏ ରଖୁଛି। ହର ହର ମହାଦେବ।